ଆମେ ଆମ ବଡ଼ିରେ କୋଲେଷ୍ଟ୍ରୋଲ୍ ବଢ଼ୁଛି ବୋଲି ଜାଣିବା କେମିତି? ମୁଁ ଡକ୍ଟର ପ୍ରଦୀପ କୁମାର ପାଣିଗ୍ରାହୀ ଏଜ୍ ଏ ଜେନେରାଲ ଫିଜିସିଆନ୍। ମୁଁ ଯଥା ଆମର ଯଦି କୋଲେଷ୍ଟ୍ରୋଲ୍ ବଢ଼ିଲେ ମୁଣ୍ଡ ବିନ୍ଧିବା, ଦେହ ହାତ ଝିଞ୍ଝିମିଞ୍ଜି ପଡ଼ିବା, ଚେଷ୍ଟ ପେନ୍ ହେବା ବା ଛାତି ଯନ୍ତ୍ରଣା କରିବା, ହାଲିଆ ହାଲିଆ ଲାଗିବା, ୱିକନେସ୍ ଲାଗିବା, ମୁଣ୍ଡ ଫୁଣ୍ଡ ଘୁରେଇବା ଆଦି ଲକ୍ଷଣ ଦେଖାଗଲେ ଆମେ ଜାଣିବା ଯେ କୋଲେଷ୍ଟ୍ରୋଲ୍ ବଢ଼ିଛି। ଆଉ କାହିଁକି କୋଲେଷ୍ଟ୍ରୋଲ୍ ବଢ଼େ? ଆଜିକାଲି କୋଲେଷ୍ଟ୍ରୋଲ୍ ବଢ଼ିବାର ମୁଖ୍ୟ କାରଣ ହେଲା ସେଡେଣ୍ଟାରୀ ଲାଇଫଷ୍ଟାଇଲ୍। ଆମେ ବର୍ତ୍ତମାନ ମାନେ ସେଡେଣ୍ଟାରୀ ଲାଇଫଷ୍ଟାଇଲ୍ ମାନେ ଆମେ କୌଣସି ଏକ୍ସରସାଇଜ୍ କରୁନାହାନ୍ତି ଦୈନନ୍ଦିନ ଜୀବନରେ, ଆଉ ଅଏଲି ସବଷ୍ଟାନ୍ସ ବେଶୀ ଖାଉଛନ୍ତି, ଯେଉଁଟାକି ଆମ ଦେହରେ ଡିପୋଜିଟ୍ ହେଉଛି। ଆମ ଦେହରେ ମାନେ ମତଲବ ରକ୍ତରେ, ଆମର ଯେଉଁ ରକ୍ତଟା ସଞ୍ଚାଳନ ହେଉଛି ତା ଭିତରେ ଯେଉଁ ଆର୍ଟେରୀ ତାରି ଭିତରେ ଆର୍ଟେରୀ ଆମେ କହନ୍ତି, ରକ୍ତ ସଞ୍ଚାଳନ ଯେଉଁ ଇଏଟା ହେଉଛି ସେଇ ଆର୍ଟେରୀ ଭିତରେ ସେଇ ଜିନିଷଟାକ କୋଲେଷ୍ଟ୍ରୋଲ୍ ଗୁଡ଼ାକ ଡିପୋଜିଟ୍ ହେଇଥାଏ। ଆମେ ଜାଣିବା କେମିତି କୋଲେଷ୍ଟ୍ରୋଲ୍ ହେଉଛି, ଗୋଟେ ହେଉଛି ଗୁଡ୍ କୋଲେଷ୍ଟ୍ରୋଲ୍, ଗୋଟେ ହେଉଛି ବ୍ୟାଡ୍ କୋଲେଷ୍ଟ୍ରୋଲ୍। କୋଲେଷ୍ଟ୍ରୋଲ୍ ଗୁଡ୍ କୋଲେଷ୍ଟ୍ରୋଲ୍ କୋଉଟା? HDL, ହାଇ ଡେନ୍ସିଟି ଲିପୋପ୍ରୋଟିନ୍ ତାକୁ କହନ୍ତି। ଆଉ ବ୍ୟାଡ୍ କୋଲେଷ୍ଟ୍ରୋଲ୍ କ'ଣ? LDL, ଲୋ ଡେନ୍ସିଟି ଲିପୋପ୍ରୋଟିନ୍। କୋଲେଷ୍ଟ୍ରୋଲ୍ TG, ଟ୍ରାଇଗ୍ଲିସେରାଇଡ୍। ଏଟା କାହିଁକି ବଢ଼େ? ମେନଲି ଆମର ଏଇ ତେଲ ଛଣା ଜିନିଷ ଖାଇଲେ TG ଫିଜି ସବୁ ଜିନିଷ ଗୁଡ଼ାକ ବଢ଼େ। କୋଲେଷ୍ଟ୍ରୋଲ୍ କ'ଣ? ବଟର ଫୁଡ୍, ବଟର ମାନେ ଘିଅ, ମାନେ ଘିଅ ମତଲବ ଇଏ ଗୁଆ ଘିଅ ନୁହେଁ, ଏଇ ଯେଉଁ ଘିଅ ମାର୍କେଟରେ ସବୁ ମିଳୁଛି, ଯେଉଁ ଛଣା ଜିନିଷ ଆମେ ଖାଉଛନ୍ତି, ତାପରେ ମିଠା ଜିନିଷ ଗୁଡ଼ାକ ଯେଉଁ ତିଆରି ହେଉଛି, ସେଇ ସବୁ ଜିନିଷରେ ଆମର ବେଶୀ ପରିମାଣରେ ଏଇ ଯେଉଁ କୋଲେଷ୍ଟ୍ରୋଲ୍ଟା ଥାଏ। ତାପରେ LDL ବି ସେମିତି ସେଇ ସବୁ ଜିନିଷରେ LDL ଥାଏ। ବେଶୀ ଫ୍ରାଏଡ୍ ଫୁଡ୍ ଖାଉଛନ୍ତି, ଯେଉଁ ପ୍ରିଜର୍ଭେଟିଭ୍ ଫୁଡ୍ ଗୁଡ଼ାକ, ଯଥା ଆମର ଏଇ ଯେଉଁ କେକ୍, ବେକେରୀ ଫୁଡ୍ ଗୁଡ଼ାକ, ତା ଦେହରେ ବି ଆମେ ବହୁତ ପରିମାଣରେ କୋଲେଷ୍ଟ୍ରୋଲ୍ ଥାଏ। ଆମେ କୋଲେଷ୍ଟ୍ରୋଲ୍ର ପରିମାଣକୁ ହ୍ରାସ କେମିତି କରିବା? ବେସିକାଲି ଆମେ ମେଡ଼ିସିନ ଆଡ଼ିକି ଯିବାନି। ଫାଷ୍ଟ ଆମେ ନିଜକୁ କେମିତି ପ୍ରିଭେଣ୍ଟିଭ୍ ଇଜ୍ ବେଟର୍ ଦେନ୍ କ୍ୟୁର୍, ମାନେ ଆମେ ପ୍ରିଭେନ୍ସନ୍ କେମିତି କରିବା? କୋଲେଷ୍ଟ୍ରୋଲ୍ ବଢ଼ିଲେ ଆମର ବିଭିନ୍ନ ପ୍ରକାର ହାର୍ଟ ଜନିତ ରୋଗ ହୁଏ, ଯଥା କାର୍ଡ଼ିଆକ୍ ଆରେଷ୍ଟ ହୁଏ, BP ବଢ଼ିଯାଏ, ଆଉ ତାପରେ ପେରିଫେରାଲ୍ ଭାସ୍କୁଲାର ଡିଜିଜ୍ ହୁଏ। ତେଣୁ ସେ ଜିନିଷରୁ ଆମେ ନିବୃତ୍ତ ରହିବା ପାଇଁ ଆମେ ଆଇଦର ଆମର ହେଉଛି ମେଡ଼ିକେଟେଡ୍ ହେବା, କିମ୍ବା ଆମେ ହେଉଛି କହନ୍ତି ଏକ୍ସରସାଇଜ୍ କରିବା। କିନ୍ତୁ ଆମର ବେସିକାଲି କୋଲେଷ୍ଟ୍ରୋଲ୍ ପରିମାଣ 200ରୁ ଅଧିକା ହେଲେ ଆମେ ଜାଣୁଥାଏ କୋଲେଷ୍ଟ୍ରୋଲ୍ ବଢ଼ିଲା। LDL ଯଦି ପରୀକ୍ଷା କରିବା ଆମେ ବ୍ଲଡ଼ରେ, LDL ସେମିତି 120ରୁ ଅଧିକା ହେବ। TGର ପରିମାଣ ସେମିତି 160ରୁ ଏଭବ୍ ହେଲେ ସେଟାକୁ ଆମେ କହିବା ହେଉଛି ମାନେ ଖରାପ କୋଲେଷ୍ଟ୍ରୋଲ୍ ପରିମାଣ ବଢ଼ିଯାଇଛି। ଆଉ ଗୁଡ୍ କୋଲେଷ୍ଟ୍ରୋଲ୍ କ'ଣ? HDL, ହାଇ ଡେନ୍ସିଟି ଲିପୋପ୍ରୋଟିନ୍। ସେଟାର 30ରୁ ମେନଲି 60 ରହିବା କଥା। ଆମେ 30ରୁ 60 ଯଦି ରହିଲା ତାର ଦେହ ପାଇଁ ଭଲ, ସେଟା ଦ୍ୟାଟ୍ ଇଜ୍ ପ୍ରୋଟେକ୍ଟିଭ୍, ମାନେ ପ୍ରୋଟେକ୍ସନ୍ କରିବ ହାର୍ଟ ଡିଜିଜ୍ରୁ। ଆଉ ଆମର କ'ଣ, ଆମର କୋଲେଷ୍ଟ୍ରୋଲ୍ ବି ଆମର ଫ୍ୟାମିଲିଆଲି ବି ଥାଏ। ଜଣଙ୍କର କୋଲେଷ୍ଟ୍ରୋଲ୍ ତୋର ବାପା ମାଆଙ୍କର ଥିବ, ଏଟା ଫ୍ୟାମିଲିଆଲି ବି ଥାଏ। ଆଉ ଆମର ଖାଇବା ଦ୍ୱାରା ବି ଖାଇବା ଦୈନନ୍ଦିନ ଜୀବନରେ ଆମେ ଯେଉଁ ଜିନିଷ ଆମେ ଏକ୍ସରସାଇଜ୍ କରୁନାହାନ୍ତି ତା ପାଇଁ ବି କୋଲେଷ୍ଟ୍ରୋଲ୍ ବଢ଼େ। ଆଉ ଷ୍ଟ୍ରେସ୍ ବହୁତ ଅଧିକା ହେଲେ ଆଉ ତାକୁ ଆମେ କେମିତି ରୋକିବା? ଆମେ ହେଉଛି ମେଡ଼ିକେସନ୍ ଦ୍ୱାରା ରୋକିପାରିବା। ଆଉ ଆମେ ଯଦି ଅଳ୍ପ ପରିମାଣରେ ବଢ଼ିଛି କୋଲେଷ୍ଟ୍ରୋଲ୍, ଆମେ ତାକୁ ଡାଏଟ୍ରେ ଦେଖିବା, ମାସ 2 ମାସ ଡାଏଟ୍ କଣ୍ଟ୍ରୋଲ୍ କରିବା। ଆମେ ବାହାର ଜିନିଷ ଖାଇବାନି, ତେଲିଆ ଜିନିଷ ଖାଇବାନି, ବଟର ଫୁଡ୍ ଖାଇବାନି, ଫ୍ରାଏଡ୍ ଜିନିଷ ଖାଇବାନି, ସେସବୁ। ଆଉ ଏକ୍ସରସାଇଜ୍ ଡେଲି 20 to 30 ମିନିଟ୍ସ ଏକ୍ସରସାଇଜ୍ କରିବା। ଆମର ଯେଉଁ ୱାକିଂ କରୁଛନ୍ତି, ଆମେ ୱାକିଂଟା ଟିକେ ସ୍ପିଡିଲି କଲେ ତା ଦ୍ୱାରା କ'ଣ ହେବ? ରକ୍ତ ସଞ୍ଚାଳନଟା ଠିକ୍ସେ ହେବ। ଆମେ ଯଦି ଏକ୍ସରସାଇଜ୍ଟା, ଆମର ଗୋଟେ ହାର୍ଟ ବିଟ୍ ଅଛି, ଆମର ହାର୍ଟ ରେଟ୍ଟାକୁ 100ରୁ 120 ଏକ୍ସରସାଇଜ୍ରେ ରଖିଲେ ତାହେଲେ କିଛି କ୍ଷତି କରେନି। ଆମେ ଯଦି ବହୁତ ପରିମାଣରେ ଏକ୍ସରସାଇଜ୍ କରିଦେବା, ଦ୍ୟାଟ୍ ଇଜ୍ ବି ହାର୍ମଫୁଲ୍, କାରଣ ସେ ବ୍ଲଡ଼ଟା ଶୀଘ୍ର ସାର୍କୁଲେଟ୍ ହେଇପାରିବନି। କାରଣ ଯେଉଁଠି ଡିପୋଜିଟ୍ ହେଇଥିବ କୋଲେଷ୍ଟ୍ରୋଲ୍ ଗୁଡ଼ାକ, ପ୍ଲେକ୍ ଫର୍ମେସନ୍ ହେଇଯାଇଥିବ, ସେ ଆଉ ସାଙ୍ଗେ ସାଙ୍ଗେ ଆଞ୍ଜାଇନା ଫାଞ୍ଜାଇନା କରିବାର, ସଡନ୍ କାର୍ଡ଼ିଆକ୍ ଆରେଷ୍ଟ କରିବାର ବି ଚାନ୍ସ ଅଛି। ଚିନ୍ତା କରିବା ଏଟା ସ୍ୱାଭାବିକ, କାରଣ ଆମର କୋଲେଷ୍ଟ୍ରୋଲ୍ ବଢ଼ିବା ଦ୍ୱାରା ହାର୍ଟ ଆଟାକ୍ ହେଉଛି। ସେମାନେ ସବୁ ସୋସିଆଲ ମିଡ଼ିଆରେ କିମ୍ବା କୌଣସି ମ୍ୟାଗାଜିନ୍ରେ ପଢ଼ୁଛନ୍ତି, ସେମାନେ ସେଥିପାଇଁ ଚିନ୍ତିତ ହେଉଛନ୍ତି। ଆଉ ମେନଲି ଆମର ଏଇଠୁ ୟା ସହିତ ବି ଜଡ଼ିତ ରହୁଛି ଆମର ଥାଇରଏଡ଼୍, ଆମର ହେଉଛି ଆମର ଡାଇବେଟିସ୍, ଯେଉଁଟାକି ଏଇକ୍ଷିଣା ବର୍ତ୍ତମାନ ବହୁଳ ପରିମାଣରେ ଯାହାକୁ ମାପିଲା ବେଳକୁ ସୁଗାରଟି ବଢ଼ି ଦେଉଛି। ଦ୍ୟାଟ୍ ଇଜ୍ ଅଲସୋ ଆସୋସିଏଟେଡ୍ ୱିଥ୍ କୋଲେଷ୍ଟ୍ରୋଲ୍। ଆଉ ଆମେ ତାକୁ ରୋକିବା ପାଇଁ ମେନଲି ଆମେ ଯଦି କୋଲେଷ୍ଟ୍ରୋଲ୍ ପରିମାଣଟା ଟିକେ ଅଳ୍ପ, ମାନେ ବେଶୀ ଅଧିକା ରହିବା ହେଲେ ଆମେ ମେଡ଼ିକେସନ୍ ଦ୍ୱାରା ହେବା। ଯଦି
ଥିବ ଆମେ ଚେକିଂ କରିବା ଦ୍ୱାରା ତାହେଲେ କ'ଣ କରିବା ଆମେ ତାକୁ ଆମର କ'ଣ ଫୁଡ଼ରେ ଇଏ କରିବା ଆମର ଲେମ୍ବୁ ଖାଇସାରିଲାର ଅଧଘଣ୍ଟା ଖଣ୍ଡେ ପରେ ଆମେ ଖାଲି ଗୋଟେ ଗ୍ଲାସ୍ ପାଣିରେ ନର୍ମାଲ ପାଣିରେ ଗୋଟେ ଲେମ୍ବୁ ଚୁପୁଡ଼ିକି ତାକୁ ବି ଖାଇଲେ ସେ କୋଲେଷ୍ଟ୍ରଲ୍ ପରିମାଣ ବି କମିବ। ତାପରେ ଆମେ ଫାଇବର ଜାତୀୟ ଫୁଡ଼ ବି ଖାଇବା ସେ ତେଲକୁ ଆବଜର୍ଭ କରିବ। ତେଣୁ ଏଇ ଜିନିଷ କରିବାକୁ ପଡ଼ିବ। ଯଦି ତା ଦ୍ୱାରା ବି ନ ବଢ଼ିଲା ନ କମିଲା ତାହେଲେ ଆମେ ତାକୁ କ'ଣ ମେଡ଼ିକେସନ୍ ଦ୍ୱାରା ଇଏ କରିବା। ଯଦି ହଠାତ୍ କିନା ଆମ ଗୋଟେ ପେସେଣ୍ଟ ଆସିଛି TG ବହୁତ ହାଇ ହେଇଛି 400-500 ତାକୁ ଆମେ ନିହାତି ମେଡ଼ିକେସନ୍ ଦେବା ଦରକାର। ନହେଲେ ଷ୍ଟ୍ରୋକ୍ ଫ୍ରୋକ୍ ହେବାର ଚାନ୍ସ ଅଛି। ଆମର ବ୍ରେନ୍ ଷ୍ଟ୍ରୋକ୍ ହୁଏ, ହାର୍ଟ ଷ୍ଟ୍ରୋକ୍ ହୁଏ, ଆମର ଗାଙ୍ଗ୍ରିନ୍ ସେସବୁ ଜିନିଷ ବି ଆମର କୋଲେଷ୍ଟ୍ରଲ୍ ବଢ଼ିବା ଦ୍ୱାରା ହୁଏ। ତେଣୁ ଆମେ ଏଇସବୁ ଜିନିଷକୁ ଆମେ ତାକୁ ମାନେ ନଜର କରିବା ମାନେ ଆମର ଖାଦ୍ୟପେୟକୁ ନଜର କରିବା, ଆମର ହେଉଛି ଏକ୍ସରସାଇଜକୁ ନଜର କରିବା, ଆମର ଲିଭିଂ ଷ୍ଟାଇଲକୁ ବି ନଜର କରିବା। ବେଶୀ ଷ୍ଟ୍ରେସ୍ ନେବାନି, ଆଉ ସ୍ମୋକିଂ ବି କରିବାନି। ସ୍ମୋକିଂ ବି ଅଲସୋ ଆସୋସିଏଟେଡ୍ ୱିଥ୍ ଆମର ଇଏ ମାନେ କ'ଣ ଯେଉଁ ହାର୍ଟ ଆଟାକ୍ ହେଉଛି, ହାର୍ଟ ଷ୍ଟ୍ରୋକ୍ ହେଉଛି କିମ୍ବା BP ବଢ଼ୁଛି ୟାର କ'ଣ କୋଲେଷ୍ଟ୍ରଲ୍ ୱିଥ୍ ଆମେ ଯେଉଁ ସ୍ମୋକିଂ କରୁଛନ୍ତି, ଅତ୍ୟଧିକ ଷ୍ଟ୍ରେସ୍ ନେଉଛନ୍ତି, ରାତି ଅନିଦ୍ରା ହେଉଛନ୍ତି, ସେ ଉକ୍ତ ରକ୍ତଚାପ ଦ୍ୱାରା ଆମେ ବର୍ତ୍ତମାନ ପ୍ରାୟ ଲୋକଙ୍କୁ ଷ୍ଟ୍ରୋକ୍ ହେଉଛି। ଷ୍ଟ୍ରୋକ୍ ଗୋଟେ କମନ୍ ହେଇଗଲାଣି। ସମସ୍ତେ କହୁଛନ୍ତି ମୋତେ ଷ୍ଟ୍ରୋକ୍ ହେଇଗଲା। ଷ୍ଟ୍ରୋକ୍ର ମୁଖ୍ୟ କାରଣ ହେଉଛି ଏଇସବୁ ଜିନିଷ।